ଗୁଣ୍ଠେ ପୁଷ୍ପମାଳୀ অলঙ্কার করি আনে কেউ সখী ଦର୍ପଣକୁ ଆଗେ ରଖି ଭାଗିରଥୀ ବାବୁ ଆଜ୍ଞା ଆଜି ସଖୀ ମାନେ ହଁ ରାଜଜେମାଙ୍କୁ ବେଶ ସଜଉଛନ୍ତି। ଆଚ୍ଛା ବେଶ ସାରି କରି ତହିଁ ସହଚରୀ ଗଣ ହାହା ବୋଇଲେ ବେଦିକୁ ଏବେ ଚାଲ ଚାଲ ଜେମା ରତ୍ନ ତ୍ରିପୁର ମୋହିନୀ ବୋଲେ ସଖୀ ମାନେ ଶୁଣ ପିତାଙ୍କୁ ମୋହର ଯାଇ କୁହ ବୁଝାଇନ ତିନି ଦିନ ବ୍ରତ ମୋର ଅଛି ଅପୁରାଣ ବ୍ରତ ପୁରୀ ଗଲେ ହେବ ବିବାହ ମିଳନ ଭାଗିରଥୀ ବାବୁ ଆଜ୍ଞା ବେଶ ସାରି କରି ତହିଁ ସହଚରୀ ଗଣ ହାହା ବୋଇଲେ ବେଦିକୁ ଏବେ ଚାଲ ଜେମା ରତ୍ନ ଜେମାମଣି କଣ କହୁଛନ୍ତି? କଣ କହିଲେ ତ୍ରିପୁର ମୋହିନୀ ବୋଲେ ସଖୀ ମାନେ ଶୁଣ ହାହା ପିତାଙ୍କୁ ମୋହର ଯାଇ କୁହ ବୁଝାଇ ବୁଝାଇନ ତିନି ଦିନ ବ୍ରତ ମୋର ଅଛି ଅପୂରଣ ହାହା ବ୍ରତ ପୁରୀ ଗଲେ ହେବ ବିବାହ ମିଳନ ହଁ ଶୁଣି ସଖୀ ମାନେ ଯେ ବହନ ଚାଲିଗଲେ ଏ ରାମ ଗୋବିନ୍ଦ ଭଜ ଗୋବିନ୍ଦ ରାମ ଶୁଣି ସଖୀ ମାନେ ଯେ ବହନ ଚଳିଗଲେ ରାମ ଗୋବିନ୍ଦ ଭଜ ଗୋବିନ୍ଦ ରାମ ମେରୁଶୂଳ ରାଜା ଆଗେ ସକଳ କହିଲେ କହିଲେ ରାମ ଗୋବିନ୍ଦ ଭଜ ଗୋବିନ୍ଦ ରାମ ମେରୁଶୂଳ କାର୍ତ୍ତିକକୁ ପୁରେ ରଖାଇଲେ କହିଲେ ରାମ ଗୋବିନ୍ଦ ଭଜ ଗୋବିନ୍ଦ ରାମ ଏଣେ ନାରଦଙ୍କ କଥା କରନ୍ତୁ ଶ୍ରବଣ ରାମ ଗୋବିନ୍ଦ ଭଜ ଗୋବିନ୍ଦ ରାମ ଏଣେ ନାରଦ ଯାଇନ ଦ୍ୱାରିକାରେ ମିଳି ରାମ ଗୋବିନ୍ଦ ଭଜ ଗୋବିନ୍ଦ ରାମ ପ୍ରଦ୍ୟୁମ୍ନକୁ ବୋଇଲେ ଶୁଣରେ ଧନୁର୍ଧାରୀ ରାମ ଗୋବିନ୍ଦ ଭଜ ଗୋବିନ୍ଦ ରାମ ଭାଗିରଥୀ ବାବୁ ଆଜ୍ଞା ଆଜି ସଖୀ ମାନେ ହଁ ଯାଇ ବଜ୍ରଗିରି କଟକ ରାଜା ମେରୁଶୂଳକୁ କହିଲେ ଆଚ୍ଛା ଜେମାମଣିଙ୍କର 3 ଦିନ ବ୍ରତ ଅପୂରଣ ଅଛି ହଁ ବ୍ରତ ପୁରୀ ଗଲେ ବିବାହ ମିଳନ ହବ ହବ କାର୍ତ୍ତିକକୁ ମେରୁଶୂଳ ପୁରରେ ରଖେଇଲେ 3 ଦିନ ହଁ ଏଣେ ନାରଦ ଯାଇନ ଦ୍ୱାରିକାରେ ମିଳି ଆଚ୍ଛା ପ୍ରଦ୍ୟୁମ୍ନକୁ ବୋଇଲେ ଶୁଣରେ ଧନୁର୍ଧାରୀ ଆମ୍ଭ ଭଗ୍ନି ରତିକୁ ଯେ ବିବାହ କରି କରିଛ ଏଣୁ ଲେଖାରେ ତୁମେ ଭଗ୍ନି ଜ୍ୱାଇଁ ଜ୍ୱାଇଁ ଅଛ ଆଉ ଏକ ଭଉଣୀ ରଖିଛି ତୋ ପାଇଁ ହଁ ଏଇ ଫଟୋ ଦେଖ ବୀର ମାନୁଛି ମାନୁଛି କି କି ନାହିଁ ନାହିଁ ଆଜି ପ୍ରଦ୍ୟୁମ୍ନକୁ ହଁ ତ୍ରିପୁର ମୋହିନୀ ଚିତ୍ରପଟ ଦେଖେଇ ଦେଲେ ଆଚ୍ଛା କଣ ପ୍ରଶଂସା କରୁଛି କଣ କରୁଛି ଭାଗିରଥୀ ବାବୁ ଆଜ୍ଞା କଣ ପ୍ରଶଂସା କରୁଛି କଣ ପ୍ରଶଂସା କଲେ ଚଳା ପାଙ୍ଗି ନବରଙ୍ଗୀ କି ଦେଖିଲେ କା ଦେହ ସହିବରେ ଚଳା ପାଙ୍ଗି ନବରଙ୍ଗୀ କି 15 ବୟସୀ ମନ୍ଦର ଉରଦା 15 ବୟସୀ ମନ୍ଦର ଉରଦା 15 ପରେ ଦର୍ପ ଦହିବରେ ଚଳା ପାଙ୍ଗି ନବରଙ୍ଗୀ କି ହଇ ଦେଖିଲେ କା ଦେହ ଦେହ ସହିବରେ ଚଳା ପାଙ୍ଗି ନବରଙ୍ଗୀ କି ଧନ୍ୟ ସେ ଯେ ଘନ କୁନ୍ତଳା ସେ ଜନ କୁନ୍ତଳା ଘନ ଯାଖି ସୁପ୍ରେମ ଶିଳା ଧନ୍ୟ ସେ ଯେ ଘନ କୁନ୍ତଳା ସେ ଜନ କୁନ୍ତଳା ଘନ ଯାଖି ସୁପ୍ରେମ ଶିଳା ପ୍ରେମ ପ୍ରଇଧାର ବଧୁଲି ଅଧରା ପ୍ରେମ ପ୍ରଇଧରା ବଧୁଲି ଅଧରା ଅଧରେ ଅମୃତ ବରସିବରେ ଚଳା ପାଙ୍ଗି ନବରଙ୍ଗୀ କି ଆଉ ଦେଖିଲେ ତା ଦେହ ସହିବରେ ଚଳା ପାଙ୍ଗି ନବରଙ୍ଗୀ କି ଅନ୍ଧରକୁ ନାଥ କହି ସେ ନାଥ କହି କନ୍ଦର ତାତକୁ ଯାଇ ମନ୍ଦର ଧରଙ୍କ କରୁଣା ହୋଇଲେ ମନ୍ଦର ଧରଙ୍କ କରୁଣା ହୋଇଲେ ଅନ୍ଧର ଏ ଦୁଃଖ ରହିବ କିରେ ଚଳା ପାଙ୍ଗି ନବରଙ୍ଗୀ କି ଦେଖିଲେ ତା ଦେହ ସହିବରେ ଚଳା ପାଙ୍ଗି ନବରଙ୍ଗୀ କି ଭାଗିରଥୀ ବାବୁ ଆଜ୍ଞା ଏହିପରି ଯୁବରାଜ ମନେ ପ୍ରଶଂସିଲେ ହାହା
ପୁଷ୍ପକ ଯାନରେ ବସି ଅଧରାତ୍ରେ ଗଲେ ଗଲେ ଯେମାଙ୍କ କେଳିପୁର ଦ୍ୱାରେ ନାରଦ ନେଇଣ ଆହା ଉଭା କରାଇଣ ଦେଲେ ଡାକରେ କରେ ପ୍ରଦ୍ୟୁମ୍ନ ରାତି ପାଇଗଲେ ଆଶା ହେବ ପୂରଣ ହେବ ଡାକ ଦିଅ ରାଜଜମା କିଳିଣି କିଳିଣି ଫେରିବ ଫେରିବ ଆଜି କିପରି ଡାକୁଛି କିପରି ତୁ କବାଟ ଫିଟାଲୋ ରଜରାଜ ଗମନି ତୁ କବାଟ ପିଟାଲୋ ନାରଦଙ୍କ ବାଣୀ କର୍ଣ୍ଣ ପୁଟେ ଶୁଣି ଆଉ ନାରଦଙ୍କ ବାଣୀ କର୍ଣ୍ଣ ପୁଟେ ଶୁଣି ଆସିଅଛି ଯେଣୁ ଅଧ ଜାମିନି ତୁ କବାଟ ପିଟାଲୋ ଗଜ ରାଜ ଗମନି ତୁ କବାଟ ପିଟାଲୋ ଜାଣିଛୁ ତ ଆସିବି ମୁହିଁଲୋ ଆସିବି ମୁହିଁ ବିଳମ୍ବିତ ତୁ କାହିଁ ପାଇଁ ଦେଇ ଯାଅ ପ୍ରୀତି ଆରେ ରସବତୀ ଦେଇ ଯାଅ ପ୍ରୀତି ଆରେ ରସବତୀ ଆସିଅଛି ଯେଣୁ ଅଧ ଜାମିନି ତୁ କବାଟ ପିଟାଲୋ ଗଜ ରାଜ ଗମନି ତୁ କବାଟ ପିଟାଲୋ ଭାଗୀରଥୀ ବାବୁ ଆଜ୍ଞା ଆଜି ରାଜକୁମାର ହଁ ପ୍ରଦ୍ୟୁମ୍ନ ଆଚ୍ଛା ଆଜି ଜେମାଙ୍କ କେଳିପୁର ଦ୍ୱାରରେ ହଁ କବାଟ କିଳା ହେଇଛି ଆଚ୍ଛା ଆଜି ଡାକୁଛି ହଁ ଭାଗୀରଥୀ ବାବୁ ଆଜ୍ଞା ଉଠି ଆସି ରାଜଜେମା ପରିଚୟ ପାଇ ହଁ ହଁ ରାଜଜେମା ଜାଣିଥିଲା ହଁ ଚିତ୍ରପଟ ବି ଦେଖିଛି ଦେଖିଥିଲା ଭାଗୀରଥୀ ବାବୁ ଆଜ୍ଞା ବେନିଙ୍କର ନୟନ ବେନିକି ଚୁମ୍ବ ଗଲା ହଁ ହଁ ଏ କାହାକୁ ମୁରୁଛିବା ମନ ନ ବଳିଲା ପୁରୁଷ ପାଶେ ବାଳା ନେତ୍ର ପଡିଲା ହଁ ଲୋହ ଚୁମ୍ବକ ଚୁମ୍ବକ ପରାଏ ଜଡ଼ିଲା ଲୁହା ଚୁମ୍ବକ ଲୁହାକୁ ଯେପରି ଟାଣି ନେଇଯାଏ ହଁ ଆଜି ଦୁଇ ଜଣ ମନ ମିଲ ଆଚ୍ଛା ଏକତ୍ର ହେଇଗଲା ହଁ ବେନିଙ୍କର ନୟନ ବେନିକି ଚୁମ୍ବ ଗଲା ହଁ କିଏ କାହାକୁ ମୁରୁଛିବା ମନ ନ ବଳିଲା ଭାଗୀରଥୀ ବାବୁ ଆଜ୍ଞା ଗଳାରୁ ବାହାର କଲା ଗଜମ ଓତି ତିହାର ଗଳାରୁ ବାହାର କୋଲା ଗଜ ମୋତିହାର ଲମ୍ବାଇଣ ଦେଲା ନେଇ ପ୍ରଦ୍ୟୁମ୍ନ ଗୋଳାର ବିପଦ କଥାକୁ କେହି ଜାଣି ଜାଣି ନ ପାରିଲେ କ୍ରମେର ସକ୍ରୀରେ ରାମ ରାତ୍ର କଟାଇଲେ ଏଣେ ନାରଦଙ୍କ କଥା କହିଲା ମନରେ ଏଣେ ନାରଦଙ୍କ କଥା କରନ୍ତୁ ଶ୍ରବଣ ମେରୁ ସୁରକୁ ଓଇଲେ ଶୁଣ ଦଇ ଚଳାଣ ଗୌଳ କୃଷ୍ଣ ରାକୁ କହୁଛି ଥିଲୁ ତୁହି ତା ପୁତ୍ର ରଣ କଲା ଝିଅ ଝିଅକୁ ତ ଯାଇ ରାମ ଗୋବିନ୍ଦ ଗୋବିନ୍ଦ ରାମ ରାମ ମାରିଦେଲି ଏକା ଟେକେ ଟେକି ନେଲା ଜମ ଭାଗୀରଥୀ ବାବୁ ଆଜ୍ଞା ଆଜି ଜେମାପୁରରେ ହଁ ପ୍ରଦ୍ୟୁମ୍ନ ବୀର ଗୁପ୍ତରେ ଅଛି ଆଚ୍ଛା ନାରଦ ମହର୍ଷି ଏଣେ ନାରଦଙ୍କ କଥା କରନ୍ତୁ ଶ୍ରବଣ ହଁ ହଁ ମେରୁଶୂଳ ରାଜା ପାଖରେ ପହଞ୍ଚି ଆଚ୍ଛା ମେରୁଶୂଳକୁ ବୋଇଲେ ଶୁଣ ଦୈତ୍ୟରାଣ ହଁ ଗୌଡ଼ କୃଷ୍ଣ ଯାହାକୁ କହୁଥିଲୁ ତୁହି ଆଚ୍ଛା ତା ପୁତ୍ର ହରଣ କଲା ଝିଅକୁ ତ ଯାଇ ବଳ ଥିଲେ ନିଶାଚର କରରେ ବନ୍ଧ ବନ୍ଧନ କାର୍ତ୍ତିକ ଜାଣିଲେ ପାଇବୁ ପାଇବୁ ତୁ ଅପମାନ ଭାଗୀରଥୀ ବାବୁ ଆଜ୍ଞା ଏ ଶୁଣି ମେରୁ ଶୂଳ ଏ ଶୁଣି ମେରୁ ଶୂଳ ଅଧର କମ୍ପାଇ ଜୟ ପଡ଼ିଲା ଜନୁଜ ଜୟ ପଡ଼ିଲା ଗନୁଜ ଜଗତୀ ତହିଁ ଯାରେ ସୈନ୍ୟ ଗଣ ଯାରେ ସୈନ୍ୟ ଗଣ ପରରେ ସଂଗ୍ରାମ ଚେଷ୍ଟାକୁ ମାରି ଦିଅ ଚେଷ୍ଟାକୁ ମାରି ଦିଅ ନ ଜାଣୁ ଛଡ଼ା ଛଡ଼ାନନ ଦଳ ଦଳ ହୋଇନ ଦଳ ଦଳ ହୋଇନ ଯୋଦ୍ଧା ମାନେ ଗଲେ ଦଳ ଦଳ ହୋଇନ ଯୋଦ୍ଧା ମାନେ ଗଲେ ଦଳ ଦଳ ହୋଇନ ଆଉ ଯୋଦ୍ଧା ମାନେ ମାନେ ଗଲେ ଭାଗୀରଥୀ ବାବୁ ଆଜ୍ଞା ଦଳ ଦଳ ହୋଇନ ଯୋଦ୍ଧା ମାନେ ଗଲେ ହଁ ଏଣେ ନାରଦ ଯାଇ ପ୍ରଦ୍ୟୁମ୍ନ କହିଲେ କହିଦେଲେ ଯୋଦ୍ଧା ମାନେ ହଁ ମେରୁଶୂଳ ଦୈତ୍ୟ ଅଧର କମ୍ପାଇ ଆଚ୍ଛା ଡେଇଁ ପଡ଼ିଲା ଧନୁଜ ଜଗତୀ ଉପରେ ବସିଥିଲା ହଁ ଡେଇଁ ପଡ଼ିଲା ଧନୁଜ ଜଗତୀରେ ତହିଁ ଯାଏ ସୈନ୍ୟଗଣ ହଁ ହଁ କରରେ ସଂଗ୍ରାମ ସଂଗ୍ରାମ ଚୋରଟାକୁ ମାରି ମାରି ଦିଅ ନ ଜାଣୁ ସରା ଛଡ଼ାନନ ଆଉ କଣ କହିଲା କଣ କହିଲା ଇଏ କାହାକୁ ମୋର ପାଜି ଏଡେ କୃତ୍ୟ କୋଲା କୋଲା ଏଡେ କୃତ୍ୟ କୋଲା କାହାକୁ ମୋର ପାଜି ଏଡେ କୃତ୍ୟ କୋଲା ଏଡେ କୃତ୍ୟ କୋଲା ବାହାଦୁର ପଣେ ମୋର ମୋର
কুমারী হরিলা ସାହେଉ ତାକୁ ଆସି জগতর ଜଗତର দনে ମୁହତେ ମାରିବି ତାକୁ দেখিবে আপনে ନିହାତି ମହାଦେବ ଆସିଲେ ପକ୍ଷ ହୋଇ ଆସିଲେ পক্ষ হই ନିହାତି ତୋ କାଟା আজ ଆଜି বড় ବର ଥିବ ନାହିଁ ভজ রাম যে জয় রাম যে আহা। নব দুর্বাদল রাম যে ଆଜି ମେରୁଶୂଳ କହୁଛି হ্যাঁ କାହା କୁମର ପାଜି ଏଡେ କୃତ୍ୟ କଲା আচ্ছা ବାହାଦୁରପଣେ ମୋର କୁମାରୀ ହରିଲା হ্যাঁ ଯାରେ ସୈନ୍ୟଗଣ କରରେ ସଂଗ୍ରାମ সংগ্রাম କୋରେଟାକୁ ମାରିଦିଅ মদান ନଦାନ ছড়ানন ଦଳ ଦଳ ହୋଇଣ ଯୋଦ୍ଧା ମାନେ ଗଲେ হ্যাঁ ଏଣେ ନାରଦ ଯାଇ ପ୍ରଦ୍ୟୁମ୍ନ କହିଲେ କହିଦେଲେ। କଣ କହିଲେ কোন কইলে ତୋର ଯୁବତୀ ବୀର ରଥରେ ବସାଇ হ্যাঁ ଘେନି ଯାଅ ଦ୍ୱାରିକାକୁ ଯାଅ ଡେରି দেরি নাহি ନାରଦ ମହର୍ଷି କହିଲେ হ্যাঁ ପ୍ରଦ୍ୟୁମ୍ନ হ্যাঁ ତୋ ସ୍ତ୍ରୀ କି ହଁ। ରଥର ବସେଇକି ଦ୍ୱାରାବତୀ କଟ পড়া ଏହା ଶୁଣି ପ୍ରଦ୍ୟୁମ୍ନ আচ্ছা ଘେନି ପଳାଇଲା হ্যাঁ କାର୍ତ୍ତିକ ପାଖରେ କହିଲେ ବ୍ରହ୍ମା ବଳା আচ্ছা ଭାଗୀରଥୀ ବାବୁ আজ্ঞা ଇଏ କାର୍ତ୍ତିକ ମେରୁ ଶୂଳ କାର୍ତ୍ତିକ ମେରୁ ଶୂଳ ଦ୍ୱାରିକା ଧାଇଲେ ଦ୍ୱାରିକା ধাইলে କାର୍ତ୍ତିକ ମେରୁ ଶୂଳ ଦ୍ୱାରିକା ধাইলে ରହିବ ତ ଗିରିରେ যাই ପର বেশ হেলে କୋଦାଳ ଧରିଣ ଦୈତ୍ୟ ଆଉ ପାଢି ଲାଗିବି ବୁଲାଇ বুলাই ବୁଲାଇ বুলাই ଆଉ ବୌଦ୍ଧିରେ ଦେଲା লাথাডি ଆଉ କୃଷ୍ଣ ଅର୍ଜୁନ କୃଷ୍ଣ অর্জুন ପର পড়িলে କେତେ ପାଇ ଅସୁର ସଙ୍ଗରେ যুঝিলে ଲାଗୁ ଲାଗୁ କୀର୍ତ୍ତନ କରନ୍ତି ମୁନି ବର କାଠିରେ ଆଡି বসিলে ନାଚିଲେ স্বর্গর କୃଷ୍ଣ ସଙ୍ଗେ ସଳାନ ଦୈତ୍ୟ সঙ্গে ସଙ୍ଗେ পাঠ ଲାଗିଗଲା ସମର ପୁଣି দিন সাত ଲାଗିଗଲା ସମର ପୁଣି দিন সাত ଲାଗିଗଲା ସମର ପୁଣି দিন ଦିନ সাত ভজ রাম যে জয় রাম যে আহা। রাম পারুଥିଲେ সীম যে ଭାଗୀରଥୀ ବାବୁ আজ্ঞা କାର୍ତ୍ତିକ ମେରୁଶୂଳ ଦ୍ୱାରିକା ଧାଇଁଲେ হ্যাঁ ଜାଣିଲେ ରୈବତ ଗିରିରେ କୃଷ୍ଣ ଅର୍ଜୁନ ଅଛନ୍ତି আচ্ছা ରୈବତ ଗିରିରେ ଯାଇ ପରବେଶ ହେଲେ হ্যাঁ କୋଦାଳ ଧରିଣ ଦୈତ୍ୟ ଉପାଡ଼ିଲା ଗିରି হ্যাঁ ପର୍ବତକୁ ଉପାଡ଼ି ବୁଲାଇ ବୁଲାଇ ବହୁ ଦୂରେ দূরে ଦେଲା গেলা ফিঙ্গি କୃଷ୍ଣ ଅର୍ଜୁନ କରଡ଼ି ପଡ଼ିଲେ হ্যাঁ ଚେତା ପାଇ ଅସୁରର ସହିତ সঙ্গরে যুঝিলে ଲାଗୁଲା ସ୍ୱର୍ଗପୁରରେ ନାରଦ ମହର୍ଷି হ্যাঁ ଲାଗୁ କୀର୍ତ୍ତନ କରନ୍ତି ମୁନିବର আচ্ছা କାଠିକି କାଢି ଅସିଣ ନାଚିଲେ স্বর্গর କୃଷ୍ଣ ସଙ୍ଗେ ଷଡ଼ାନନ ଦୈତ୍ୟ ସଙ୍ଗେ ପ୍ରାଥ হ্যাঁ ଲାଗିଗଲା ସମର ପୁଣି ଦିନ ସାତ হ্যাঁ ନାରଦ ବୋଇଲେ ଭଲ ଯୁଦ୍ଧ হেলা নাহি ଯାଉଛି ସଦା শিব ଶିବ আনিবি ডকাই ଏ ଶିବଙ୍କୁ ଅନ୍ତେ କୋପେ ଜର ଜର, ଜର জর ଶିବଙ୍କୁ କହନ୍ତେ କୋପେ ଜର জর সেহু ଜର জর ଶିବଙ୍କୁ କହନ୍ତେ କୋପେ ଜର জর সেহু জর জর ବିନାକ ଧନୁ ତ୍ରିଶୂଳ ଧରି ହୋଇଲେ বাহার হইলে বাহার ବିନାକ ଧନୁ ତ୍ରିଶୂଳ ଧରି ହୋଇଲେ বাহার হইলে বাহার ରୁଦ୍ରଗଣ ବାହାରିଲେ ରେ କାର করি রে কার করি ରୁଦ୍ରଗଣ ବାହାରିଲେ রে কার করি রে কার করি ଯୁଦ୍ଧ ତଳେ ପହଞ୍ଚିଲେ ଶୁଣ ଧନୁ ধারি জয় রাম যে ভজ রাম যে আহা। নব দুর্বাদল রাম যে ଭାଗୀରଥୀ ବାବୁ ଆଜ୍ଞା। ନାରଦ ମହର୍ଷି ଦେଖିଲେ ଭଲ ଯୁଦ୍ଧ ହେବ ନାହିଁ না ଯାଉଛି ସଦା ଶିବ ଆଣିବି ଜକାଇ হ্যাঁ ଶିବଙ୍କୁ କହନ୍ତେ ଶିବ କୋପେ ଜର ଜର হ্যাঁ ପିନାକ ଧନୁ ତ୍ରିଶୂଳ ଧରି ହୋଇଲେ ବାହାର ଡିବି ଡିବି ଡମ୍ବରୁ ବାଜଇ ଘନ ଘନ ମହାକାଳ ମୂରତି ଧରିଲେ ছড়া নন ପଞ୍ଚାନନ আচ্ছা ମହାକାଳ ମୂରତି ଧରି হ্যাঁ ରୁଦ୍ରଗଣ ବାହାରିଲେ ରେରେକାର କରି আচ্ছা ଆଜି ନନ୍ଦୀ ଭୃଙ୍ଗୀ ଗଣେଶ হ্যাঁ ସବୁ ରୁଦ୍ରଗଣ ଆସି ପହଞ୍ଚିଗଲେ আচ্ছা ଯୁଦ୍ଧ ସ୍ଥଳରେ ପହଞ୍ଚିଗଲେ হ্যাঁ হ্যাঁ ଏଣେ କଣ ହେଇଛି কোন হেলা ଯେତେ ଯେତେ ସର ଏଣେ ଅର୍ଜୁନ ବିନ୍ଧନ୍ତି ଆ କରି ଦୈତ୍ୟ ବୀର গর্ভরে ক্ষেপন্তি ଶ୍ରୀକୃଷ୍ଣଙ୍କ ପୁଅ ନାତି ଯେତେ ଯାଇଥିଲେ হ্যাঁ ସବୁଙ୍କୁ ଗିଳିଲା ଦୈତ୍ୟ ରଖିଲା খিলা গর্ভরে ହାହାକାର ପଡ଼ିଗଲା ଧରା ପରେ তহি এবে ধরা পরে তহি କାନ୍ଦିଲେ କ ନାରାୟଣ সহদেব রাই ଏବେ সহদেব রাই କହ ବାବୁ ସହଦେବ ପଚାରୁ রুচি তোতে ବାବୁ পতারু
ଭାଗିରଥୀ ବାବୁ ଆଜ୍ଞା ଆଜି ଶ୍ରୀକୃଷ୍ଣଙ୍କ ପୁଅ ନାତି ଯେତେ ଯାଇଥିଲେ ଆହା ସବୁଙ୍କୁ ଗିଳିଲା ଦୈତ୍ୟ ରଖିଲା ଗର୍ଭରେ ଆହା ହାହାକାର ପଡିଗଲା ଧରା ପରେ ତହିଁ ଆହା କାନ୍ଦିଲେ କ ନାରାୟଣ ସହଦେବ ଦେବ ରାଇ କହ ବାବୁ ସହଦେବ ପଚାରୁଛି ତୋତେ ଆହା କିପରି ମରିବ ଦୈତ୍ୟ କହିଦିଅ ମତେ ମତେ ନିଜ ହସ୍ତ ଦେଖିଣ ଏ ସହଦେବ କହି ସହଦେବ କହି ଏବେ ସହଦେବ କହି ପଚାରିଲ ମତେ ଯେଣୁ ବ୍ରହ୍ମାଣ୍ଡ ଗୋସାଇଁ ବ୍ରହ୍ମାଣ୍ଡ ଗୋସାଇଁ ଏବେ ବ୍ରହ୍ମାଣ୍ଡ ଗୋସାଇଁ ବ୍ରହ୍ମାଙ୍କ ଠାରୁ ଅସୁର ପାଇଅଛି ବର ପାଇ ଅଛି ବର ସେ ଯେ ପାଇ ଅଛି ବର ଯୁଗ ଯୁଗ ଧରି ସେତ ରହିବ ମୋର ରହିବ ମୋର ସେ ତ ରହିବ ମୋର ସ୍ୱର୍ଗେ ଥାଇ ବେଦପତି କହି ଯାଇଛନ୍ତି କହି ଯାଇଛନ୍ତି ସେ କହି ଯାଇଛନ୍ତି ମର୍ତ୍ତ୍ୟ ଧାମେ ଅମର ହୋଇ କେହି ରହିତ ନାହାନ୍ତି ରହିତ ନାହାନ୍ତି କେହି ରହିତ ନାହାନ୍ତି ଭାଗିରଥୀ ବାବୁ ଆଜ୍ଞା ନିଜ ହସ୍ତ ଦେଖି ହଁ ମନ୍ତ୍ରୀ ଚୂଡ଼ାମଣି ସହଦେବ କହୁଛନ୍ତି ଆହା ହେ ବ୍ରହ୍ମାଣ୍ଡ କର୍ତ୍ତା ହଁ ସ୍ୱର୍ଗେ ଥାଇ ବେଦପତି କହି ଯାଇଛନ୍ତି ଆଚ୍ଛା ବର ଦେବା ସମୟରେ ହଁ ହେ ମେରୁଶୂଳ ହଁ ମର୍ତ୍ତ୍ୟ ଧାମେ ଅମର ହୋଇ କେହି ତ ନାହାନ୍ତି ନା ଯାବତ ଜନମଂ ତାବତ ମରଣଂ ହଁ ଜନନୀ ଜଠରେ ତାବତ ଜନମ ଜନନୀ ଜଠରେ ତାବତ ଶୟନଂ ଆଚ୍ଛା ଯାବତ ଜନମଂ ତାବତ ମରଣଂ ଜନନୀ ଜଠରେ ତାବତ ତାବତ ଶୟନଂ ଶୟନଂ। ଯିଏ ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଆହା ଅମର ଦେବତା ହୋଇଲେ ମରଇ ହଁ ମର୍ତ୍ତ୍ୟ ମଣ୍ଡଳେ ଜନ୍ମ ହେଲା ମାତ୍ରେ ମରିବାକୁ ପଡ଼ିବ ହଉ ମର୍ତ୍ତ୍ୟ ଧାମେ ଅମର ହୋଇ କେହି ରହିତ ନାହାନ୍ତି ନା ସ୍ୱର୍ଗେ ଥାଇ ବେଦପତି କହି ଯାଇଛନ୍ତି ହଁ ଇନ୍ଦ୍ରଙ୍କ ବ୍ରିଜମାନ ବି ରଜୁରେ ଯେ ଜାତ ଆହା ନୀଳବାଣ ଭୁଜବାଣେ ହୋଇବୁ ନିହତ ହେ ଠାକୁର ଆହା ଆପଣ ଅର୍ଜୁନ ଶରୀରରେ ପଶିବେ ଆଚ୍ଛା ଅର୍ଜୁନ ଭ୍ରାତାଙ୍କୁ ଆଜ୍ଞା ଦିଅନ୍ତୁ ହଁ ସିଏ ନୀଳବାଣ ଭୁଜବାଣ ମାଇଲେ ଆଚ୍ଛା ଅସୁର ମରିବ ହଁ ହଁ ଇଏ ଅର୍ଜୁନ ବଦନ ଚାହିଁ ବୋଲନ୍ତି ମୁରାରୀ ବୋଲନ୍ତି ମୁରାରୀ ଅର୍ଜୁନ ବଦନ ଚାହିଁ ବୋଲନ୍ତି ମୁରାରୀ ବୋଲନ୍ତି ମୁରାରୀ ବିଳମ୍ବନ କରି ଦୈତ୍ୟ ନାଶ ବେଗ କରି ନାଶ ବେଗ କରି ଦାଣ୍ଡି ବରଣଙ୍କୁ ବୀର ଧରିଲେ କର କରେ ଧରିଲେ କରରେ ଦାଣ୍ଡି ବରଣଙ୍କୁ ବୀର ଧରିଲେ କରରେ ଧରିଲେ କରରେ ନୀଳବାଣ ଜ୍ୟୋତିତ ଛାଡ଼ିଲେ କରେ ରୋଷରେ ଛାଡ଼ିଲେ ରୋଷରେ ଭୁଜ ବାଣ ଧରିଣ ଯେ କାଳେ ଦେଲା ଛାଡ଼ି ଯେ ଦେଲା କାଳେ ଦେଲା ଛାଡ଼ି ଅସୁର କନ୍ଧରୁ ଦୈତ୍ୟ ମୁଣ୍ଡ ଗଲା ଛିଡ଼ି ଭଜ ରାମ ଦେ ଜୟ ରାମ ଦେ ଆହା। ନବ ଦୁର୍ବାଦଳ ରାମ ଦେ ଭାଗିରଥୀ ବାବୁ ଆଜ୍ଞା ଆଜି ଶ୍ରୀକୃଷ୍ଣ ଅର୍ଜୁନ ଶରୀରରେ ପ୍ରବେଶ କଲେ ଆହା ନୀଳବାଣ ଭୁଜବାଣ ଧରି ଆଚ୍ଛା ଅର୍ଜୁନ ସେ ଅସୁର ନୀଳବାଣ ଭୁଜବାଣ ହଁ ନୀଳବାଣ ଛାଡ଼ିଛି ଆଚ୍ଛା ଭୁଜବାଣ ଧରିଣ ଯେ କାଳେ ଦେଲା ଛାଡ଼ି ଛାଡ଼ି ଅସୁର କନ୍ଧରୁ ଦୈତ୍ୟ ମୁଣ୍ଡ ଗଲା ଗଲା ଛିଡ଼ି ଧନ୍ୟ ଧନ୍ୟ ଧନୁଞ୍ଜୟୀ ସ୍ୱର୍ଗରେ ଶୁଭିଲା କୁସୁମ ବୃଷ୍ଟି କରିଲେ ଦେବଗଣ ଗଣେ ଭୋଲା ବେଳ ଘେନି ବେଦବର ପରବେ ବେଶ ହେଲେ କେହି ଆଉ ସମର ହୋ ନକର ବୋଇଲେ ସୃଷ୍ଟିକର୍ତ୍ତା ଆଜ୍ଞା ହେଲା ସମର ସମର ରହିଲା କନ୍ୟାକୁ କେ ବିବାହ ହେବ ବିଚାର ପଡ଼ିଲା ଯୁଧିଷ୍ଠିଙ୍କ ପରେ ତହୁଁ ନିର୍ଭର ପଡ଼ିଲା ତୁନା ମୁଖେ କହ ସତ ଧର୍ମଙ୍କ କର ବୋଳା ଯୁଧିଷ୍ଠି ବୋଲନ୍ତି ସର୍ବଦେବଗଣ ଚାହିଁ ଯୁଧିଷ୍ଠି ବୋଲନ୍ତି ସର୍ବଦେବଗଣ ଶୁଣ ଭୋଗ କରିଲାଣି କନ୍ୟା ଶ୍ରୀକୃଷ୍ଣ ନନ୍ଦନ ମମତାର ପଦ୍ମୁନକୁ ଦିଅ ଏ
কুমারী শুনি ব্রহ্মা হস্ত ধরাই দেলে নেই করি ত্রিপুরা বৈনি হরণ হইলা সম্পূর্ণ সুদর্শন সুদর্শন ভাগীরথী ভণিলে গীতরে প্রমাণ হরিব হুড়া হুড়ি শুভু এ সভারে বিদায় নেউছি এই গরিব সেঠারে শেষরে জয় জগন্নাথ জগতর নাথ রক্ষ রক্ষক হরি সুদর্শন ভাগীরথী বাঞ্ছা পুরু তুম নাম ধরি ধরি হে হরি তুম্ভ নাম ধরি ধরি